ବାପାଙ୍କୁ ମିଳିଥିଲେ ବି ପୁଅକୁ ମିଳିବ ଆବାସ। ହିତାଧିକାରୀ ଚୟନକୁ ସରଳ କଲେ ସରକାର। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅପେକ୍ଷାରେ ଥିବା ପରିବାରକୁ ଖୁସି ଖବର ଦେଲେ ପଞ୍ଚାୟତି ରାଜମନ୍ତ୍ରୀ। ପୂର୍ବ ସରକାରର ତ୍ରୁଟିପୂର୍ଣ୍ଣ ତାଲିକା ପାଇଁ ତେଲିଆ ମୁଣ୍ଡରେ ତେଲ ଲାଗୁଥିଲା। ଆବାସରୁ ବଞ୍ଚିତ ହେଉଥିଲେ ଲକ୍ଷ ଲକ୍ଷ ହିତାଧିକାରୀ ଗରିବ। କିନ୍ତୁ ମୋହନ ସରକାରରେ ଯୋଗ୍ୟ ହିତାଧିକାରୀ ଚୟନକୁ ଦିଆଯାଇଛି ଗୁରୁତ୍ୱ। 6 ମାସ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିବା ନେଇ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। ବାପାଙ୍କ ଠାରୁ ଅଲଗା ହୋଇ ଭିନ୍ନ ପରିବାରରେ ରହୁଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ। 20ରୁ 22 ଲକ୍ଷ ଲୋକଙ୍କୁ ମିଳିବ ଆବାସ ଘର। ହିତାଧିକାରୀ ଚୟନରେ ତ୍ରୁଟି ରହିଲେ ଅଧିକାରୀ ଉପରେ କାର୍ଯ୍ୟାନୁଷ୍ଠାନ। ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବିଡିଓ ଓ ପିଓ କରିବେ ହିତାଧିକାରୀ ଚିହ୍ନଟ। ଭୂମିହୀନଙ୍କ ପାଇଁ ଭିନ୍ନ ରୋଡ୍ ମ୍ୟାପ୍। ଗାଁରେ ଛିଡ଼ା ହେବ ଆବାସ ଆପାର୍ଟମେଣ୍ଟ। ପୂର୍ବରୁ ଭୂମିହୀନ ହିତାଧିକାରୀଙ୍କୁ ସରକାରୀ ଜମିର ସହାୟତା ମିଳୁଥିଲା। କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ମିଳିବାକୁ ଥିବା ଆବାସ ପାଇଁ ଭିନ୍ନ ରୋଡ୍ ମ୍ୟାପ୍ ଆଣିଛନ୍ତି ସରକାର। ଗାଁରେ 15ରୁ ଅଧିକ ଭୂମିହୀନ ହିତାଧିକାରୀଙ୍କ ପାଇଁ ଛିଡ଼ା ହେବ ଆବାସ ଆପାର୍ଟମେଣ୍ଟ। ବିକଶିତ ଗାଁ ବିକଶିତ ଓଡ଼ିଶାରେ ବିଜୁଳି ସଂଯୋଗ, ପାନୀୟ ଜଳ, ଖେଳ ପଡ଼ିଆ ଭଳି ମିଳିବ ସୁବିଧା ସହାୟତା। ଏହା ସହ ସହର ଭଳି 1 BHK 2 BHK ଷ୍ଟାଣ୍ଡାର୍ଡର ଘରେ ରହିବେ ଆବାସ ହିତାଧିକାରୀ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ, ଅନ୍ୟମାନଙ୍କ ପାଖରେ ପହଞ୍ଚିବା ପାଇଁ ସେୟାର କରନ୍ତୁ। ଏଇଭଳି ଇନଫର୍ମେସନ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ। ଜୟ ଜଗନ୍ନାଥ।